ଦୁଇ ମାର୍କ ସିଲେକ୍ସନ ଆସିଗଲା। ଠିକ ଅଛି, 2 ମାର୍କ ଯୋଉ 4 ସେମିଷ୍ଟାର ପିଲାମାନଙ୍କର 2 ମାର୍କ ସିଲେକ୍ସନ, ଅବହେଳା ଟୋଟାଲି କରନ୍ତୁ ନାହିଁ। ଜଲ୍ଦି ଜଲ୍ଦି ମାନେ ଦେଖନ୍ତୁ କଣ ସିଲେକ୍ସନ ରହିଛି, କେମିତି ରହିଛି, ତମର ସବୁ ମାନେ କଣ ସବୁ ଆସିବ ମାନେ ଭଲ ଭାବରେ ବୁଝନ୍ତୁ। ଆଉ ନୋଟ ବି ମଧ୍ୟ କରନ୍ତୁ। ଦେଖନ୍ତୁ ତମର 32ଟି ସିଲେକ୍ସନ ଆସିଯାଇଛି। ଠିକ ଅଛି, 32ଟି, ଆର ଭିତରୁ ହିଁ ଆସିବ, ଆଉ ବାହାର ଜିନିଷ କୌଣସି ଆସିବନି। କିଛି ଭିଡିଓ ଦେଖିବା ଦରକାର ନାହିଁ। 2 ମାର୍କ ଯଦି ଚାହୁଁଛନ୍ତି ତାହେଲେ ଏ ଭିଡିଓ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଠିକ ଅଛି, ପ୍ରଥମେ ଦେଖନ୍ତୁ କଣ ଦେଇଛି ନା ଶକ୍ତି ସଂରକ୍ଷଣ କଣ, ବେଶୀ ଡେରି କରିବାନି ହେଲା, କାହିଁକି ନା ତମ ହାତରେ ଆଉ ସମୟ ନାହିଁ। ଶକ୍ତି ସଂରକ୍ଷଣ କଣ, କାହାକୁ କୁହାଯାଏ, ଆକୁ ଦେଖିକି ଯିବ। ଏ ଯେତକ ତମର 32ଟା ମୁଁ ଦେବି ପୁରା ସିଲେକ୍ସନ କୋଶ୍ଚିନ୍ ଆରି ଭିତରୁ ଆସିବ। ଠିକ ଅଛି, 2 ନମ୍ବର ଦେଖ ଶିକ୍ଷକ ଓ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଆନ୍ତର୍ବ୍ୟକ୍ତିତ୍ୱ ସମ୍ପର୍କର ଗୁରୁତ୍ୱ ଦର୍ଶାଅ। ଏଇଟା ବି ତମର ଇମ୍ପୋର୍ଟାଣ୍ଟ। ଦେଖ ତମର ଏଇ ବର୍ଷ 2024 ର ଏକ୍ଜାମ ପାଇଁ ଏଇସବୁ ସିଲେକ୍ସନ ରହିଛି, ଆଉ ଆରି ଭିତରୁ ହିଁ ଆସିବ। ଠିକ ଅଛି, ଆକୁ ସମସ୍ତେ ନୋଟ କର। 3 ନମ୍ବର ଦେଖ ନୈତିକ ନେତୃତ୍ୱ କଣ, କାହାକୁ କୁହାଯାଏ, ଆକୁ ବି ତମେ ଭଲ ଭାବରେ ଦେଖିକିନି ଆସିବ। ଦେଖ 4 ନମ୍ବର ଦେଖ ଏକ ଶୈକ୍ଷିକ ନେତା ଭାବରେ ଜଣେ ଶିକ୍ଷକ ଶିକ୍ଷକର କେଉଁ ଭୂମିକା ନିର୍ବାହ କରିପାରନ୍ତି ହେଲା। ଜଣେ ଶୈକ୍ଷିକ ନେତା ଭାବରେ ମାନେ ଜଣେ ଶିକ୍ଷକ ଶୈକ୍ଷିକ ନେତା ଭାବରେ କଣ ନେତା ଭାବରେ ଜଣେ ଶିକ୍ଷକ କେଉଁ ଭୂମିକା ନିର୍ବାହ କରିପାରନ୍ତି, ତମେ ସେଇଟା ଭଲ ଭାବରେ ଲେଖିବ। ଠିକ ଅଛି, ତାପରେ ଦେଖ 5 ନମ୍ବର ଦେଖ ଏକ ସଫଳ ନେତୃସ୍ଥାନୀୟ ବ୍ୟକ୍ତିର ଲକ୍ଷଣ ଗୁଡିକ ଉଲ୍ଲେଖ କର। ଗୋଟେ ଜଣେ ସଫଳ ନେତୃସ୍ଥାନୀୟ ବ୍ୟକ୍ତିର ଲକ୍ଷଣ ଗୁଡିକ ତମେ ଉଲ୍ଲେଖ ଲେଖିବ। 2ଟି ଲେଖିବ, ମାନେ 2 ମାର୍କ ମାନେ 2ଟା ପଏଣ୍ଟ ଦେଇ ଲେଖିବ। ତାପରେ ଦେଖ ସକାରାତ୍ମକ ବନ୍ଧୁତ୍ୱର ଗୁରୁତ୍ୱ ବ୍ୟାଖ୍ୟା କର। ସକାରାତ୍ମକ ବନ୍ଧୁତ୍ୱର ଗୁରୁତ୍ୱ ତମେ ଲେଖିବ। ଦେନ୍ ଦେଖ 7 ନମ୍ବର ଶାନ୍ତିପୂର୍ଣ୍ଣ ବିରୋଧର ଦୃଷ୍ଟାନ୍ତ ପ୍ରଦାନ କର। 8 ନମ୍ବର ଦେଖ ପରୀକ୍ଷାରେ ଠକାଇବା ବା ଅସାଧୁ ଆଚରଣ ଏକ କଣ ଏଠି ଦେଇଛି ଅନୈତିକ ବ୍ୟବହାର ବ୍ୟାଖ୍ୟା କର। এটা ବି ତମର ଗୋଟେ ସିଲେକ୍ସନ କୋଶ୍ଚିନ୍। ତାପରେ 9 ନମ୍ବର ଦେଖ ବିବିଧ ଠକାମି ସମ୍ପର୍କରେ ଆଲୋଚନା କର। ତାପରେ 10 ନମ୍ବର ଏକ ମୌଳିକ ଅଧିକାର ଭାବରେ ଶିକ୍ଷାକୁ ଆଲୋଚନା କର। ମୌଳିକ ଶିକ୍ଷା ମାନେ ଅଧିକାର ଭାବରେ ତମେ ଶିକ୍ଷାକୁ ଏଠି ଲେଖିବ। ଦେଖିପାରୁଛ କେତେ ଥର କୋଉ ଭଳିଆ କୋଶ୍ଚିନ୍ ତମର ଆସୁ ସିଲେକ୍ସନ, ଆଉ ଆକୁ ହିଁ ତମେ ମାନେ ସମସ୍ତେ ଦେଖିକିନି ଯାଅ। ପ୍ରଥମରୁ କହୁଛି ସମସ୍ତେ ଯୋଉମାନେ ବି ଦେଖିକି ଯାଉଛନ୍ତି ତାଙ୍କର ଭଲ ରେଜଲ୍ଟ ହଉଛି। ଠିକ ଅଛି, ତାପରେ ଦେଖ ସାମୂହିକ ବ୍ୟକ୍ତିତ୍ୱ କଣ। ତାପରେ ଦେଖ ଶିକ୍ଷାର ପରିକଳ୍ପନାକୁ ନିଜ ଭାଷାରେ ବ୍ୟାଖ୍ୟା କର। ଶିକ୍ଷାର ପରିକଳ୍ପନାକୁ ତମେ ନିଜ ଭାଷାରେ ତମେ ଲେଖିବ। ଦେନ୍ ଦେଖ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଂ ଧାରଣାକୁ ବ୍ୟାଖ୍ୟା କର। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଂ ଯୋଉ ହୋଇଥାଏ, ଯୋଉମାନେ ରାଗିଂ ଆଗରୁ ଯୋଉ ହୁଏ ତାକୁ ତମେ ଲେଖିବ କିପରି ହୋଇଥାଏ, କଣ ହୋଇଥାଏ। ଦେନ୍ ଦେଖ 14 ନମ୍ବର ଦେଖ ଶିକ୍ଷାଗତ ଯୋଗ୍ୟତା ଏବଂ ସାମର୍ଥ୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଶିକ୍ଷାଗତ ଯୋଗ୍ୟତା ଆଉ ସାମର୍ଥ୍ୟ ମଧ୍ୟରେ ପାର୍ଥକ୍ୟ ଦେଖ। ତମାନେ ଯଦି 2 ମାର୍କ ଦେଖିଛ ତାହେଲେ 5 ମାର୍କ ଦେଖିନ ତାହେଲେ ଡେସ୍କ୍ରିପସନରେ ଲିଙ୍କ ଅଛି, ଆପରେ ତମେ 5 ମାର୍କ ଦେଖିପାରିବ। ଆଉ ଯଦି ତମେ ଟୋଟାଲି ପ୍ରିଭିୟସ ର କ୍ୱେଶ୍ଚିନ୍ ଦେଖିନ ତାହେଲେ ବି ଡେସ୍କ୍ରିପସନରେ ଲିଙ୍କ ଅଛି, ପ୍ରିଭିୟସ ର କ୍ୱେଶ୍ଚିନ୍ ଦେଖିପାରିବ। ଠିକ ଅଛି, ତାପରେ ତମେ ଦେଖ ଶିକ୍ଷାଗତ ଯୋଗ୍ୟତା ଜାଣିଲ, ଶିକ୍ଷାଗତ ଯୋଗ୍ୟତା ଆଉ ତାର ସମ୍ପର୍କ ସାମର୍ଥ୍ୟ ଆ ଉପରେ ଟିକେ ଭଲ ଭାବରେ ଦେଖିବ। ଦେନ୍ 15 ନମ୍ବର ଦେଖ ସକାରାତ୍ମକ ବନ୍ଧୁତ୍ୱ ବିଷୟରେ 2ଟି ବାକ୍ୟ ଲେଖ। 2 ମାର୍କ ମାନେ ତମେ ସବୁବେଳେ 2ଟି ବାକ୍ୟ ଲେଖିବ, ବେଶୀ ଲେଖିବା ଦରକାର ନାହିଁ। ଦେନ୍ 16 ନମ୍ବର ଦେଖ ନେତୃତ୍ୱର 2ଟି ଲକ୍ଷଣ ଦର୍ଶାଅ। ନେତୃତ୍ୱ ଉପରେ ତମେ ଭଲ ଭାବରେ ଟିକେ ପଢିକିନି ଆସିବ। ଦେନ୍ ଦେଖ 17 ନମ୍ବର ଦେଖ ସହ ପାଠ୍ୟକ୍ରମ କାର୍ଯ୍ୟକଳାପର ଯେକୌଣସି 2ଟି ଗୁରୁତ୍ୱ ଉଲ୍ଲେଖ କର ହେଲା। ସହ ପାଠ୍ୟକ୍ରମ କାର୍ଯ୍ୟକଳାପ ଉପରେ ଆଉ ତମେ ଯେକୌଣସି 2ଟି ଗୁରୁତ୍ୱ ତମେ ଲେଖିବ। ତାପରେ ଦେଖ 18 ନମ୍ବର ଦେଖ ସହ ପାଠ୍ୟକ୍ରମ ଏବଂ ଅତିରିକ୍ତ ପାଠ୍ୟକ୍ରମ। ସେଠି ଦେଲା କଣ ଖାଲି ମାନେ କାର୍ଯ୍ୟକଳାପର ସହ ପାଠ୍ୟକ୍ରମ କାର୍ଯ୍ୟକଳାପର ଗୁରୁତ୍ୱ ଉଲ୍ଲେଖ କରିବ। ଏଠି ଦେଲା କଣ ସହ ପାଠ୍ୟକ୍ରମ ଆଉ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଦେନ୍ 19 ନମ୍ବର ଦେଖ ବିଦ୍ୟାଳୟ ଯୋଗ୍ୟତା ଓ ଦକ୍ଷତା ମଧ୍ୟରେ ଥିବା ପାର୍ଥକ୍ୟ। ବିଦ୍ୟାଳୟ ଯୋଗ୍ୟତା ଆଉ ଦକ୍ଷତା ମଧ୍ୟରେ ଥିବା ପାର୍ଥକ୍ୟ। ଦେନ୍ 20 ନମ୍ବର ଦେଖ ନୈତିକ ନେତୃତ୍ୱ କହିଲେ କଣ ବୁଝାଯାଏ। ନୈତିକ ନେତୃତ୍ୱ କହିଲେ ତମେ କଣ ବୁଝ ସେଇଟା ଲେଖିବ। ଦେନ୍ 21 ନମ୍ବର ଦେଖ ଛାତ୍ର କିମ୍ବା ଛାତ୍ରୀ ମାନଙ୍କର ଭଲ ବିକାଶ ପାଇଁ ଏକ ଆଦର୍ଶ ବିଦ୍ୟାଳୟ ଗୋଷ୍ଠୀ ବର୍ଣ୍ଣନା କର। ଦେନ୍ 22 ନମ୍ବର ଦେଖ ବିଦ୍ୟାଳୟ ଜୀବନରେ ସହଶିକ୍ଷା କାର୍ଯ୍ୟକ୍ରମର ଗୁରୁତ୍ୱ ବର୍ଣ୍ଣନା କର। ବିଦ୍ୟାଳୟ ଜୀବନରେ ସହଶିକ୍ଷା କାର୍ଯ୍ୟକ୍ରମ ଗୁରୁତ୍ୱ ତମେ ବର୍ଣ୍ଣନା କର। ତମ ପାଖରେ ଯଦି ଇଥିକ୍ସ ଆଣ୍ଡ ଭାଲ୍ୟୁର PDF ନାହିଁ, ତମେ ମାନେ କଣ କରିପାରିବ ନା ମାନେ ଟେଲିଗ୍ରାମର ଲିଙ୍କ ଆମ ଡିସ୍କ୍ରିପସନରେ ଦିଆଯାଇଛି। ସେଠି ଯାଇକିନି ତମେ ମାନେ କଣ କରିପାରିବ ନା ଆରାମସେ ଡାଉନଲୋଡ କରିପାରିବ, ଆଉ ଆନ୍ସର ବି ମଧ୍ୟ ଆର ଭଲ ଭାବରେ
ମିଳିଯିବ। ଦେଖ ତମର ଏଠି କଣ କରୁଛି ନା ଟିକେ ବୁଲେଇ ବଙ୍କେଇ ପଚାରୁଛି, ଠିକ ଅଛି। ସେଇ ମାନେ ପିଡିଏଫ ରେ ସେଇ ଜିନିଷ ଥିବ କିନ୍ତୁ ତମକୁ ଟିକେ ମାନେ ବୁଲେଇ ବଙ୍କେଇ ପଚାରୁ, ତମେ ଯଦି ପିଡିଏଫ ଟାକୁ ଭଲ ଭାବରେ ପଢିଦବ ତାହେଲେ ତମର ଇଜି ହେଇଯିବ। ଦେନ୍ 23 ନମ୍ବର ଦେଖ ଜ୍ଞାନ ହିଁ ଶକ୍ତି, ଜ୍ଞାନ ହିଁ ଶକ୍ତି, ଏଇଟା କଣ ପ୍ରତିପାଦନ କର। ତାପରେ ଦେଖ 24 ନମ୍ବର ଶିକ୍ଷା ଓ ଶିକ୍ଷଣର ବିଭିନ୍ନ ଉତ୍ସର ତାଲିକା ପ୍ରସ୍ତୁତ, ଶିକ୍ଷା ଆଉ ଶିକ୍ଷଣର ବିଭିନ୍ନ ତମେ ତାଲିକା ତାର ଲେଖିବ, ମାନେ ଶିକ୍ଷା ଆଉ ଶିକ୍ଷଣ ଉପରେ ତମେ ଲେଖିବ। ଶିକ୍ଷାର ଚରିତ୍ର ଗଠନ ଲକ୍ଷ୍ୟ ଆଲୋଚନା, ଶିକ୍ଷାର ଚରିତ୍ର ଗଠନ ଲକ୍ଷ୍ୟ ସେଠି ଲେଖିବ। ତାପରେ ଦେଖ 26 ନମ୍ବର ଭାବଚର୍ଯ୍ୟର କୁପରିଣାମ ସବୁ କଣ, ଭାବଚର୍ଯ୍ୟର କୁପରିଣାମ ସବୁ କଣ ଏଠି ଲେଖିବ। ତାପରେ ଦେଖ 27 ନମ୍ବର ସା ବିଦ୍ୟା ଯା ବିମୁକ୍ତେ ଆର ଅର୍ଥ କଣ ତମେ ଲେଖିବ ସବୁ ପିଡିଏଫ ରେ। 28 ନମ୍ବର ଦେଖ ସହ ଶୈକ୍ଷିକ କାର୍ଯ୍ୟକ୍ରମ କଣ, ସହ ଶୈକ୍ଷିକ କାର୍ଯ୍ୟକ୍ରମ କଣ ଏଇଟା ତମେ ଲେଖିବ। ତାପରେ ଦେଖ ଇଏ ବି ତମର ସବୁ ସିଲେକ୍ସନ କୋଶ୍ଚିନ୍, ଆକୁ ଭଲ ଭାବରେ ଦେଖିକି ଯିବ। ପରୀକ୍ଷାରେ ଠକେଇବା କାହିଁକି ଏକ ଅପରାଧ ଅଟେ, ପରୀକ୍ଷା ଠକେଇବା କାହିଁକି ଏକ ଅପରାଧ ସେଟା ଲେଖିବ। 30 ନମ୍ବର ଦେଖ ଆତ୍ମ ଶୃଙ୍ଖଳାର ଅର୍ଥ କଣ, ଆତ୍ମ ଶୃଙ୍ଖଳାର ଅର୍ଥ କଣ ଲେଖିବ। ତାପରେ 31 ନମ୍ବର ଦେଖ ବୌଦ୍ଧିକ ସମ୍ପତ୍ତି ଅଧିକାର କଣ, ବୌଦ୍ଧିକ ସମ୍ପତ୍ତି ଅଧିକାର ଏଇଟା ତମ ପ୍ରିଭିୟସ କୋଶ୍ଚିନ୍ ରେ ଆସିଥିଲା। ଦେନ୍ ଦେଖ ଦେଖ ବୌଦ୍ଧିକ ସମ୍ପତ୍ତି ଅଧିକାର କଣ ସେଟା ମୁଁ ଭଲ ଭାବରେ ବୁଝେଇଛି, ସେଟା ଦେଖିନବ। ତାପରେ ପ୍ରିଭିୟସ କୋଶ୍ଚିନ୍ ଦେଖିନବ। ଭାରତ ସମ୍ବିଧାନର 21 ଧାରରେ କଣ ଉଲ୍ଲେଖ ହୋଇଛି, ଦେଖ ଆଦ୍ରୁ କିଛିଟା ବି ଅଛି ଯୋଉଟା କି ପ୍ରିଭିୟସ କୋଶ୍ଚିନ୍ ଆସିଛି, ବଟ୍ ମୁଁ ସେଟା ମାନେ କହିନାହିଁ ହେଲା, କାହିଁକି ନା ତମକୁ ଇମ୍ପୋର୍ଟାଣ୍ଟ ସବୁ ସିଲେକ୍ସନ ସବୁ ଦବାର ଅଛି, ସେଥିପାଇଁ ମୁଁ କହିନାହିଁ, ଠିକ ଅଛି। ଆଜି ପାଇଁ ଥିଲା ଏତେ ଭିଡ଼ିଓ, ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଭଳି ଆଉ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।